ମୁଁ କିଛି ଶୁଣିବିନି। ସଫା ସଫା ସତ କହିଦେଉଛି, ଯଦି ଏଥରକ ଝିଅ ଜନ୍ମ କରୁ ତାହେଲେ ସେ ଛୁଆଟାକୁ ମାରିଦେବୁ, ନଚେତ୍ ତୁ ଏ ଘର ଛାଡ଼ି ଚାଲିଯିବୁ। ମୋର ଆଉ ଝିଅ ଦରକାର ନାହିଁ କି ତାଙ୍କୁ ପୋଷିବା ପାଇଁ ମୋ ପାଖରେ ଧନ ନାହିଁ। ମୋ ଶେଷ କଥା ତତେ କହିଦେଲି, ନିଷ୍ପତ୍ତି ତୋ ହାତରେ। ଭଦଗୁଣ୍ଡାଟା ପାଟିକୁ ନଉ ନଉ ଶାଶୁଙ୍କ ଏଭଳି କଠୋର କଥା ଶୁଣି ଥମ ହେଇଗଲା କବିତା। ଏକଲରେ ଚାହିଁ ରହିଲା ଶାଶୁ ସୁକାନ୍ତିକୁ। 4 ବର୍ଷ ତଳେ ବୋହୂ ହେଇ ଆସିଥିଲା ଏ ଘରକୁ, ଘରର ଏକମାତ୍ର ବୋହୂ। ପ୍ରଥମ ଝିଅ ଜନ୍ମ ହେଲା ପର୍ଯ୍ୟନ୍ତ ଖୁବ୍ ଭଲ ପାଉଥିଲେ ତାକୁ ଶାଶୁ। ବାହାଘରର 1.5 ବର୍ଷ ପରେ ପ୍ରଥମ ଝିଅ ଜନ୍ମ ହେଲା। ଝିଅକୁ ଦେଖି ନାକ ଟେକିଲେ ଶାଶୁ ସୁକାନ୍ତି। ଝିଅ ବୋଧେ ଘର ପାଇଁ ବୋଝ, ସେଥିପାଇଁ ଶାଶୁଙ୍କର ବୋହୂ ଆଉ ନାତୁଣୀ ପ୍ରତି ଧୀରେ ଧୀରେ ସ୍ନେହ ଭଲ ପାଇବା କମିବାରେ ଲାଗିଲା। କେବେ ବି ଥରେ ନାତୁଣୀକୁ କୋଳେଇ ନେଇ ଗେଲ କଲେନି। ପୁଣି ଥରେ ପିଲାଟିଏ ରହିଛି କବିତାର ଗର୍ଭରେ। ଦିନ ରାତି ଠାକୁରଙ୍କୁ ଡାକିଛି, ହେ ଠାକୁରେ, ଯେମିତି ହେଲେ ଏଥରକ ପୁଅଟେ ହଉ, ଏ ଘରେ ଖୁସି ଟିକେ ଫେରି ଆସୁ। ଅଧା ଖିଆରୁ ଉଠିଗଲା କବିତା। ଲୁହ ଛଳ ଛଳ ଆଖିରେ ନିଜ ଶୋଇବା ଘରକୁ ଗଲା। ସ୍ୱାମୀ ଅବିନାଶ ଟିଭି ଦେଖୁଥିଲେ। କବିତାକୁ ଦେଖି ପ୍ରଶ୍ନ କଲେ, କ'ଣ ହେଲା, କାନ୍ଦୁଛ କାହିଁକି? କବିତା କହିଲା, ନାଇଁ କିଛି ନାହିଁ। ଆରେ ବୋଉ କିଛି କହିଲା? କ'ଣ ହେଇଛି ମୋତେ କହୁନ କାହିଁକି? କାନ୍ଦ କାନ୍ଦ ହେଇ କହୁଥିଲା କବିତା, ଚାଲ ମେଡ଼ିକାଲରେ ଯାଇ ମୋ ପେଟର ପିଲାଟାକୁ ନଷ୍ଟ କରିଦେବା। ଗର୍ଜି ଉଠିଲା ଅବିନାଶ, ଆରେ ତମ ମୁଣ୍ଡ ଫୁଣ୍ଡ ଖରାପ ହେଇଗଲାଣି ନା କ'ଣ? କ'ଣ କହୁଛ ନିଜେ ଜାଣିପାରୁଛ ତ? ଏକଥା ମୁଁ କହୁନି, ତମ ବୋଉ ଯାହା କହିଲେ ସେଇ କଥା କହୁଛି। ଗୋଟେ ଝିଅ ତାଙ୍କ ପାଇଁ ବୋଝ ହୋଇଯାଇଛି। ଆଉ ଯଦି ଝିଅଟିଏ ହୁଏ ତାହେଲେ ମୁଁ ଏ ଘରୁ ଚାଲିଯିବି, ନଚେତ୍ ଝିଅଟିଏ ଜନ୍ମ ହେଲେ ତାକୁ ମାରିଦେବି। ଏବେ କୁହ, ତମେ କ'ଣ ଏ ନିଷ୍ପତ୍ତିରେ ଏକମତ? ଚୁପ୍ ହେଇଗଲା ଅବିନାଶ କବିତାର କଥାରେ। ଏକଦମ ନିରୁତ୍ତର ହେଇଗଲା। ଚୁପ୍ ହେଇଗଲା କାହିଁକି? ଉତ୍ତର ଦିଅ। ଝିଅଟି ଜନ୍ମ କରିବାରେ ମୁଁ କ'ଣ ଏକା ଦୋଷୀ? ତମେ ନୁହଁ? କେତେ ଆଉ ଗଞ୍ଜଣା ସହିବି? କେତେ ଦିନ ଅପରାଧୀ ହେବି? ଆଉ ସହିପାରିବିନି। ଆଜି ରାତି ଭିତରେ ଝିଅ ମାମୁନିକୁ ବିଷ ଦେଇଦେବି, ଆଉ ମୁଁ ନିଜେ ବିଷ ଖାଇ ମରିଯିବି। ବାସ୍, ସବୁ ସରିଯିବ। ସାନ୍ତ୍ୱନା ଦେଉଥିଲେ ଅବିନାଶ କବିତାକୁ। ତମେ ବ୍ୟସ୍ତ ହୁଅନା, କାଲି ସକାଳୁ ମୁଁ ବୋଉକୁ ବୁଝେଇଦେବି। ଆରେ ତମେ ତ ଜାଣିଛ ସେ ଏଇଭଳିଆ ଲୋକ, ତା କଥା ଶୁଣି କିଛି ଲାଭ ନାହିଁ। ତମେ ଶୋଇପଡ଼, ପ୍ଲିଜ୍ ଶୋଇପଡ଼। କଇଁ କଇଁ କାନ୍ଦୁଥିଲେ କବିତା। କବିତାକୁ ପାଖକୁ ଟାଣି ନେଇ ମୁଣ୍ଡ ଆଉଁସି ଦେଉଥିଲେ ଅବିନାଶ। ପାଖରେ ଶୋଇଥିଲା ଝିଅ ମାମୁନି। ସମୟ ପାଖେଇ ଆସିଲା। ହଠାତ୍ ଗର୍ଭ ଯନ୍ତ୍ରଣା ଆରମ୍ଭ ହେଲା କବିତାର। ପାଖ ହସ୍ପିଟାଲରେ ନେଇ ଆଡ଼ମିସନ୍ କଲେ ଅବିନାଶ। ଡାକ୍ତର କହିଲେ ପିଲାଟି ବିପଦ ଅବସ୍ଥାରେ ଅଛି, ଅପରେସନ୍ କରି ଡେଲିଭରି କରିବାକୁ ପଡ଼ିବ। ଅବିନାଶଙ୍କ ସ୍ୱୀକୃତି କ୍ରମେ ଅପରେସନ୍ କରାଗଲା। ହେଲେ ପୁଣି ଝିଅଟିଏ ଜନ୍ମ ହେଲା। ଏତେ ପରେ ବି ଭଗବାନ ତାଙ୍କର ଡାକ ଶୁଣିଲେନି। ଚେତା ଫେରିଲା ପରେ କାନ୍ଦୁଥିଲେ କବିତା। ଛୁଆଟି ବି ରାହତରେ କାନ୍ଦୁଥିଲା, ମା କ୍ଷୀର ଟିକେ ଖାଇବା ପାଇଁ। ଅବିନାଶ କହୁଥିଲେ, ଏ କବିତା, ଆରେ ଛୁଆଟାର ତଣ୍ଟି ଶୁଖିଗଲାଣି, ତାକୁ କ୍ଷୀର ଟିକେ ଦିଅ। ଏ ଛୁଆଟା ଉପରେ ରାଗ ରଖି ଲାଭ କ'ଣ? ଆରେ ତାର ବା କ'ଣ ଦୋଷ? ଖୁବ୍ ଜୋରରେ କାନ୍ଦୁଥିଲା କହଳା ଛୁଆଟା। ସହିପାରିଲେନି କବିତା। ଛାତିର କ୍ଷୀରଟାକୁ ତା ପାଟିରେ ଦଉ ଦଉ ଚବଚବ କରି ପିଇ ଯାଉଥିଲା ସେ। ଡାକ୍ତରଖାନାକୁ ଧାଇଁ ଆସିଲେ ଶାଶୁ ସୁକାନ୍ତି। କବିତାକୁ ଦେଖି ଚିତ୍କାର କରି ଉଠିଲେ, ଆହା, ସୁଆଗ ବଳି ପଡ଼ୁଛି, ଦେଖ କେତେ ସରଧାରେ ଛାତିରେ ଜାକି ଧରି କ୍ଷୀର ପିଉଛି। ଲାଜ ଲାଗୁନି ତତେ? ଖବରଦାର କହିଦେଉଛି, ଏ ଛୁଆ ଯେମିତି ମୋ ଘରକୁ ନ ଯାଏ। ଏଇଠୁ ନେଇ ତାକୁ ବିଲୁଆ କୁକୁର ମୁହଁରେ ଫିଙ୍ଗିଦେବୁ, ନହେଲେ ତା ତଣ୍ଟିରେ ଚଢ଼ି ତାକୁ ମାରିଦେବୁ। ସ୍ୱାମୀ ସ୍ତ୍ରୀ ଦୁହେଁ କାକୁସ୍ଥ ହୋଇ ଚାହିଁଥାନ୍ତି ବୁଢ଼ୀର ବୋହୂକୁ। ବୁଢ଼ୀ ଦୁମ୍ ଦୁମ୍ କରି ଫେରି ଯାଉଥାଏ। କବିତା ଓ ଅବିନାଶ ପରସ୍ପର ମୁହଁକୁ ଚାହିଁଥାନ୍ତି ନିରୁପାୟ ଭଙ୍ଗୀରେ। ସିନ୍ଦୁର ଫାଟି ଆସୁଥାଏ। ମେଡ଼ିକାଲଠୁ ଅଳ୍ପ ଦୂରରେ ବୁଦୁବୁଦିଆ ଜଙ୍ଗଲଟିଏ। କେହି ଦେଖିବା ଆଗରୁ ସ୍ୱାମୀ ସ୍ତ୍ରୀ ଦୁହେଁ ସଦ୍ୟଜାତ ଶିଶୁଟିକୁ ଧରି ଚାଲି ଆସିଲେ ସେଇ ଜଙ୍ଗଲ ପାଖକୁ। ଆଗେ ଆଗେ ଅବିନାଶ, ପଛେ ପଛେ କବିତା ଛୁଆଟାକୁ କାଖରେ ଧରିଥାନ୍ତି। ଏ କବିତା, ଆଉ ଡେରି କର ନା,
कहीं देखा आगर छुआटा को एठी शुई ए बुता मूल केमिति केमिति तुम कहीपरुच ये कौन तुम छुआ नुह कविता काली राति सारा तुमको एत बुझेली तथापि तुम बुझुन कहीं माँ कथा को मुझे काटी पारि तापर छुआ पछ तमें मोर आग तुमको मु दूरे दे पारि प्लीज प्लीज कविता मो कथा मान कांदुले कविता उपाशून्य भावे निज स्वामी जिते बड़े निष्ठुर सेते बड़े कौन बा से कर अविनाश ए छुआटा प्रति तुम कौन टिके भी लोभ नहीं देखुच केमिति आकुल हो चाहिए आमको केमिति केमिति गोटे माँ जीवंता छुआटा को बिलुआ कुकुर मुहरे फिंगी जानी शुणी केमिति एमती निष्ठुर पापटे केमिति करिबी जेते कांदिले भी किसी लाभ होला नहीं छुआटा को निजठू अलग कला बेलू खूब जोर कांदी उठला छुआटा हठात मन पड़ा कवितार रास्तार आसला बेले एक साइन बोर्ड रे लिखा था सहाय अनाथाश्रम कहला शुण अविनाश गोटे कथा मन पड़ा रास्तार आसला बेले गोटे अनाथाश्रम थी देखिली चलो छुआटा को से छाड़ीदबा किसी नहले भी पापर तो मुक्ति मिल छुआटा भी बंचीज तुम बो भी जानवे छुआटा को हमें मारिदे फोपाड़ी बोली शेष दुहे से निष्पत्ति नहीं से अनाथाश्रम को गले छुआटा को रास्ता कड़ू पाइले बोले कही से छाड़ी आसिले पिलाटा को मारिदे फोपाड़ी देले बोली शुणिला सासु बहुत खुशी हो गला किंतु एक कथा केवल स्वामी स्त्री छड़ा आ कहीं जानले नहीं समय बदलिला समय साथी वर्ष मास भी बदलिला बदलिला भी बयस से दिन धू धू वर्षा से कणिया शिशुटी को अनाथाश्रम छाड़ी आसते अविनाश और कविता एवं ना तार वर्षा वर्षा साइकेल धरी कॉलेज गला बेले देखा कॉलेज गेट पाखे अनेक समय अपेक्षा करता है अविनाश भारी खुशी हुए वर्षा को देखी हेले कथा टिके हवा को साहस करना घरे आसी कविता को कहे ए कविता आज झील को देखिली भारी सुंदरी दिशुची ठीक तमरी भली गोरा लंबा नाक मन होता बोधे कथा हाँपाई साहस है कहीं जदि से मो परिचय मागी था मुझे उत्तर दे था कविता कहे ठाकुरे करंतु बंची रहो से मु खुशी जनवरी मासर शीतुआ सकाळ बजार खबर कागजटी धरी खुशी धाई धाई आसला अविनाश घर अगणार बसी थाए कविता अविनाश कहला कविता कविता आम झील ओएस टपर रही देख पेपर रे तो ना फोटो बाहर आज अनाथाश्रम वार्षिक उत्सव पुरस्कार देवे मंत्री पेपर देखी खुशी हो गला कविता खुशी रे दीट पालुभ तो आखिर निगड़ी आसला आश्रय अनाथाश्रम संजय नई आसी थाए लोक गहली भी लगी थाए आज आश्रम वार्षिक उत्सव निमंत्रित अतिथि अनेक किसी लोक निमंत्रित कर अविनाश और कविता भी उपस्थित था मंचरे अतिथि मानक राज्य कैबिनेट मंत्री भी उपस्थित था अतिथि मानक अभिभाषण पर पुरस्कार पर्व आरंभ होला उद्घोषक जनक अनाथाश्रम अंतेवासी वर्षा को मंच उपरको जी कि प्रथम थर अनाथाश्रम गौरव बढ़े ओएस टपर हो मंच उपरको आसिला वर्षा माइक्रोफोन पाखक आसी आरंभ कला आज शुभ संध्यार मंचासीन अतिथि मानक सहित समस्त मोर मथानत प्रणाम भारी खुशी लगुच एक उत्सव मत मंच उपरको आमंत्रण कर आज जदि मु जन प्रशासनिक अधिकारी भाव अवतीर्ण होता है से दायी मो आदर आश्रय अनाथाश्रम नुहे तो मनीष गढ़वर मेसीन टी जमी स्नेह आदर मंदिर टी जमी यही मंदिर प्रत्येकटी मनीष जड़े जड़े भगवान जो मानक स्नेह आदर आ हाथ हंसार मुझे बड़
ମୋ ପାଇଁ ସେମାନେ ଗର୍ବିତ ନୁହନ୍ତି, ବରଂ ତାଙ୍କ ପାଇଁ ମୁଁ ଆଜି ଗର୍ବିତ। ଜାଣେ ନା ମୋ ବାପା କିଏ, ମୋ ମା କିଏ, କୋଉଠି ମୋ ଘର। ହେଲେ ଏତିକି ଜାଣିଛି, କିଏ ଦି ଜଣ ମୋତେ ବୁଦାବୁଡ଼ିରୁ ଉଠାଇ ଆଣି ଏଇଠି ଛାଡ଼ି ଯାଇଥିଲେ। ସେଇ ଦି ଜଣଙ୍କୁ ମୋର କୋଟି ନମସ୍କାର। ନହେଲେ ମୋତେ ବିଲୁଆ କୁକୁର ଖାଇଯାଇଥାନ୍ତେ। ଝିଅଟିଏ ସମାଜ ପାଇଁ କାହିଁକି ଏତେ ଘୃଣ୍ୟ ମୁଁ ଜାଣିପାରୁନି। ତାର କ'ଣ ବଞ୍ଚିବାର ଅଧିକାର ନାହିଁ? ସିଏ କ'ଣ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବନି? ସିଏ କ'ଣ ଗୋଟେ ପୁଅଠାରୁ କମି ପଡ଼ିବ? କେଜାଣି କାହିଁକି ସେ ମା ମୋତେ ଜନ୍ମ କରି ଫୋପାଡ଼ି ଦେଲା। କି ଅପରାଧ କରିଥିଲି ମୁଁ? କି ଦୋଷ ମୋର ଥିଲା? ମୁଁ କଅଁଳ ଓଠରୁ ତା ଛାତିରୁ କ୍ଷୀର ଟିକେ ପିଇ ପାରିଲିନି, ତା ଉଷୁମ କୋଳର ଛୁଆଁ ଟିକେ ପାଇପାରିଲିନି, ଅନୁଭବ କରିପାରିଲିନି ବାତ୍ସଲ୍ୟର ଦୀର୍ଘ ଶ୍ୱାସ। ବୋଧହୁଏ ମୁଁ ଗୋଟେ ଅବୈଧ ଛୁଆ। ନାଇଁ। ସାମ୍ନାରେ ବସିଥିବା କିଛି ଲୋକଙ୍କ ଭିତରୁ କେହି ଜଣେ ମହିଳା ଚିତ୍କାର କରି ଉଠିଲେ। ଧାଇଁ ଆସି ଚଢ଼ିଗଲେ ମଞ୍ଚ ଉପରକୁ, କୁଣ୍ଢେଇ ପକେଇଲେ। ପଛେ ଜଣେ ପୁରୁଷ ଲୋକ। ମହିଳା ଜଣକ କହୁଥିଲେ, ନାଇଁ ରେ ବା, ତୁ ଅବୈଧ ଛୁଆ ନୁହ, ତୁ ମୋ ଝିଅ, ଇଏ ତ ବାପା, ତତେ ମୁଁ 10 ମାସ ଗର୍ଭରେ ଧରି ଜନ୍ମ ଦେଇଛି। ସମସ୍ତେ ତାଜୁବ, ସାରା ପରିବେଶ ନୀରବ। ବକ୍ ବକ୍ କରି ବର୍ଷା ଚାହିଁଥାଏ କବିତାକୁ। କବିତା ତାକୁ କୁଣ୍ଢେଇ ଧରି ଖୁବ୍ ଜୋରରେ କାନ୍ଦୁଥାଏ ବି ଅବିନାଶ। ଘଟି ଯାଇଥିବା ସବୁ ଘଟଣାକୁ ମାଇକ୍ରୋଫୋନରେ ବଖାଣିଗଲେ କବିତା। ଶେଷରେ ଝିଅକୁ ଧରି ବାପା ମା ଓହ୍ଲେଇ ଆସୁଥିଲେ ମଞ୍ଚ ତଳକୁ। ସମସ୍ତଙ୍କ ଆଖିରୁ ଲୁହ ନିଗିଡ଼ି ଆସୁଥିଲା।